ଗ୍ଲୋବିଂ ଓ ଏକ୍ସପୋର୍ଟ କମାଣ୍ଡ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ। ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା ଗ୍ଲୋବିଂ, ଏକ୍ସପୋର୍ଟ କମାଣ୍ଡ। ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ ଲିନକ୍ସ ଅପରେଟିଂ ସିଷ୍ଟମ ସହିତ। ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ। ଏହି ଟ୍ୟୁଟୋରିଆଲ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 1204 ଓଏସ୍ ଓ GNU ବାଶ୍ ଭର୍ସନ୍ 4110। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଅଭ୍ୟାସ ପାଇଁ GNU ବାଶ୍ ଭର୍ସନ୍ 4 କିମ୍ବା ଉର୍ଦ୍ଧ୍ୱର ସୁପାରିଶ କରାଯାଉଛି। ଚାଲନ୍ତୁ ଗ୍ଲୋବିଂର ପରିଚୟରୁ ଆରମ୍ଭ କରିବା। ବାଶ୍ ଦ୍ୱାରା ବହନ କରାଯାଉଥିବା ଫାଇଲ୍ ନେମ୍ କିମ୍ବା ପାଥ୍ ନେମ୍ ବିସ୍ତାରଣକୁ ଗ୍ଲୋବିଂ କୁହାଯାଏ। ଗ୍ଲୋବିଂ ୱାଇଲ୍ଡ କାର୍ଡସକୁ ଚିହ୍ନଟ କରେ ଓ ପ୍ରସାରିତ କରେ। ସାଧାରଣ ୱାଇଲ୍ଡ କାର୍ଡ କ୍ୟାରେକ୍ଟର୍ସକୁ ମଧ୍ୟ ଏହା ବ୍ୟାଖ୍ୟା କରିଥାଏ, ଯେପରି ଆଷ୍ଟ୍ରିକ୍ସ ଓ ପ୍ରଶ୍ନବାଚକ ଚିହ୍ନ। ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା। ନିଜ କିବୋର୍ଡରେ ଏକାସାଙ୍ଗରେ Ctrl Alt ଓ T କୀ ଦାବି ଟର୍ମିନାଲ ୱିଣ୍ଡୋ ଖୋଲନ୍ତୁ। ଟର୍ମିନାଲରେ ଟାଇପ୍ କରନ୍ତୁ ଏଲଏସ୍ ସ୍ପେସ୍ sh ଏଣ୍ଟର୍ ଦାବନ୍ତୁ। ଏହା ସାମ୍ପ୍ରତିକ ଡାଇରେକ୍ଟୋରୀରେ ଥିବା ସମସ୍ତ sh ଏକ୍ସଟେନ୍ସନ୍ ଫାଇଲ୍ ଗୁଡ଼ିକୁ ମିଶାଇଥାଏ। ଏଠାରେ ସମସ୍ତ sh ଫାଇଲ୍ ଗୁଡ଼ିକ ତାଲିକାଭୁକ୍ତ ହୋଇଥିବାର ଆମେ ଦେଖିପାରୁଛେ। ଏବେ ପ୍ରମ୍ପ୍ଟ ଖାଲି କରିଦିଅନ୍ତୁ ଆଉ ଟାଇପ୍ କରନ୍ତୁ ଏଲଏସ୍ ସ୍ପେସ୍ s sh ଏଣ୍ଟର୍ ଦାବନ୍ତୁ। ଆମେ ଦେଖିପାରୁଛେ ଯେ s କ୍ୟାରେକ୍ଟର ସହିତ ଆରମ୍ଭ ହେଉଥିବା ତଥା sh ଏକ୍ସଟେନ୍ସନ୍ ଥିବା ସମସ୍ତ ଫାଇଲ୍ କୁ s**sh ମିଶାଇଥାଏ। ଚାଲନ୍ତୁ ଆଗକୁ ବଢ଼ିବା। ଏବେ ଟାଇପ୍ କରନ୍ତୁ ଏଲଏସ୍ ସ୍ପେସ୍ ଖୋଲା ସ୍କ୍ୱେର୍ ବ୍ରାକେଟ୍ a c ବନ୍ଦ ସ୍କ୍ୱେର୍ ବ୍ରାକେଟ୍ *sh ଏଣ୍ଟର୍ ଦାବନ୍ତୁ। ଏହା A କିମ୍ବା B କିମ୍ବା C ଅକ୍ଷରରୁ ଆରମ୍ଭ ହେଉଥିବା ଫାଇଲ୍ ଗୁଡ଼ିକ ମିଶାଇବ ଓ ପ୍ରଦର୍ଶିତ କରିବ। ଆଉଟପୁଟ୍ କୁ ଦେଖନ୍ତୁ। ଆମେ ସମସ୍ତ A କିମ୍ବା B କିମ୍ବା C ଅକ୍ଷରରୁ ଆରମ୍ଭ ହେଉଥିବା ଫାଇଲ୍ ଗୁଡ଼ିକର ତାଲିକା ଦେଖିପାରୁଛେ। ଆଉ ଏହି ଫାଇଲ୍ ଗୁଡ଼ିକର sh ଏକ୍ସଟେନ୍ସନ୍ ଅଛି। ଏବେ ଆଗକୁ ବଢ଼ିବା ଓ ଟାଇପ୍ କରିବା ଏଲଏସ୍ ସ୍ପେସ୍ ଖୋଲା ସ୍କ୍ୱେର୍ ବ୍ରାକେଟ୍ କ୍ୟାରେଟ୍ ଚିହ୍ନ a c ବନ୍ଦ ସ୍କ୍ୱେର୍ ବ୍ରାକେଟ୍ *sh ଏଣ୍ଟର୍ ଦାବନ୍ତୁ। ଏହା sh ଏକ୍ସଟେନ୍ସନ୍ ସହିତ ଥିବା ସମସ୍ତ ଫାଇଲ୍ ନାମଗୁଡ଼ିକୁ ମିଶାଇବ, କିନ୍ତୁ A କିମ୍ବା B କିମ୍ବା C କ୍ୟାରେକ୍ଟର ସହିତ ଆରମ୍ଭ ହେଉଥିବା ଗୁଡ଼ିକୁ ହଟାଇଦେବ। ଆଉଟପୁଟ୍ କୁ ଦେଖନ୍ତୁ। ଆପଣ ଦେଖିପାରିବେ ଯେ ଫାଇଲ୍ ଗୁଡ଼ିକର ନାମ A, B କିମ୍ବା C ଅକ୍ଷରରୁ ଆରମ୍ଭ ହେଉନାହିଁ। ପ୍ରମ୍ପ୍ଟକୁ ଖାଲି କରିଦିଅନ୍ତୁ। ଏବେ ଟାଇପ୍ କରନ୍ତୁ ଏଲଏସ୍ ସ୍ପେସ୍ ଖୋଲା ସ୍କ୍ୱେର୍ ବ୍ରାକେଟ୍ କ୍ୟାପିଟାଲ୍ A ଛୋଟ a ବନ୍ଦ ସ୍କ୍ୱେର୍ ବ୍ରାକେଟ୍ * ଚିହ୍ନ *sh ଏଣ୍ଟର୍ ଦାବନ୍ତୁ। ଏହା ବଡ଼ ଓ ଛୋଟ a ସହିତ ଆରମ୍ଭ ହେଉଥିବା ଫାଇଲ୍ ନାମଗୁଡ଼ିକୁ ମିଶାଇବ। ଆଉଟପୁଟ୍ ଦେଖନ୍ତୁ। ବଡ଼ ଓ ଛୋଟ a ସହିତ ଆରମ୍ଭ ହେଉଥିବା ତଥା sh ଏକ୍ସଟେନ୍ସନ୍ ସହିତ ସମସ୍ତ ଫାଇଲ୍ ନାମଗୁଡ଼ିକ ତାଲିକାଭୁକ୍ତ ହୋଇଛି। ଏବେ ଚାଲନ୍ତୁ ବାଶ୍ ରେ ଏକ୍ସପୋର୍ଟ କମାଣ୍ଡ ଦେଖିବା। ସ୍ଲାଇଡ୍ସକୁ ଫେରିଆସନ୍ତୁ। ବାଶ୍ ରେ ନିଜସ୍ୱ ଶେଲ୍ ପାଇଁ ଭେରିଏବଲ୍ ଗୁଡ଼ିକ ଲୋକାଲ୍ ଅଟନ୍ତି। ସେହି ଶେଲ୍ କିମ୍ବା ସାମ୍ପ୍ରତିକ ଶେଲ୍ ଦ୍ୱାରା ଲୋକାଲ୍ ଭେରିଏବଲ୍ସକୁ ବ୍ୟବହାର କରାଯାଇପାରିବ। ଏକ୍ସପୋର୍ଟ କମାଣ୍ଡ ସମସ୍ତ ଚାଇଲ୍ଡ ପ୍ରୋସେସେସ୍ର ଏନ୍ଭାଇରୋନ୍ମେଣ୍ଟକୁ ଗୋଟିଏ ଫଙ୍କସନ୍ କିମ୍ବା ଏକ ଭେରିଏବଲ୍ ଏକ୍ସପୋର୍ଟ କରିଥାଏ। ଏକ ଲୋକାଲ୍ ଭେରିଏବଲ୍ ଗ୍ଲୋବାଲ୍ ଭେରିଏବଲ୍ରେ ମଧ୍ୟ ବଦଳାଇ ପାରେ। ଗୋଟିଏ ଉଦାହରଣ ସହିତ ଆମେ ଏହାକୁ ବୁଝିବାକୁ ଚେଷ୍ଟା କରିବା। ଟର୍ମିନାଲ୍ କୁ ଯାଇ ଟାଇପ୍ କରନ୍ତୁ ମାଇଭର୍ ଇକ୍ୱାଲ୍ ଟୁ ଚିହ୍ନ ଲାୟନ୍ ଏଣ୍ଟର୍ ଦାବନ୍ତୁ। ଏବେ ଟାଇପ୍ କରନ୍ତୁ ଇକୋ ସ୍ପେସ୍ ଡଲାର୍ ଚିହ୍ନ ମାଇଭର୍ ଏଣ୍ଟର୍ ଦାବନ୍ତୁ। ଲାୟନ୍ ପ୍ରିଣ୍ଟ ହୋଇଗଲା। ଏହା ହେଉଛି ଭେରିଏବଲ୍ ମାଇଭର୍ କୁ ଆସାଇନ୍ କରାଯାଇଥିବା ଭେଲ୍ୟୁ। ଏବେ ଏକ ନୂଆ ଶେଲ୍ କୁ ଯିବା। ନୂଆ ଶେଲ୍ କୁ ଯିବା ପାଇଁ ଆମେ ଏକ ନୂଆ ଟର୍ମିନାଲ୍ ଖୋଲିପାରିବା, ନହେଲେ ଟାଇପ୍ କରିବା /bin/bash ଏଣ୍ଟର୍ ଦାବନ୍ତୁ।
ଭେରିଏବଲ୍ myVar ର ଭାଲ୍ୟୁ ଯାଞ୍ଚ କରନ୍ତୁ। ଟାଇପ୍ କରନ୍ତୁ ଇକୋ ସ୍ପେସ୍ ଡଲାର ଚିହ୍ନ myVar। ଏଣ୍ଟର୍ ଦାବନ୍ତୁ। ଗୋଟିଏ ଖାଲି ଲାଇନ୍ ପ୍ରିଣ୍ଟ ହେଲା। ଏହାର ଅର୍ଥ ହେଉଛି ଭେରିଏବଲ୍ myVar କୁ ଆସାଇନ୍ ହୋଇଥିବା ଭାଲ୍ୟୁ ଏହି ସେଲ୍ କୁ ସ୍ଥାନାନ୍ତର ହୋଇନାହିଁ। ଆଉ ଏହି ଭେରିଏବଲ୍ myVar ପୂର୍ବବର୍ତ୍ତୀ ସେଲ୍ ପାଇଁ ଲୋକାଲ୍ ଅଟେ, ସାମ୍ପ୍ରତିକ ସେଲ୍ ପାଇଁ ନୁହେଁ। ଆମର ପୂର୍ବବର୍ତ୍ତୀ ସେଲ୍ କୁ ଫେରିଯିବା ପାଇଁ ଏକ୍ସିଟ୍ ଟାଇପ୍ କରନ୍ତୁ। ତେଣୁ ଭେରିଏବଲ୍ ଗୁଡ଼ିକୁ ଗ୍ଲୋବାଲି ଘୋଷିତ କରିବା ପାଇଁ ଆମକୁ ଏକ୍ସପୋର୍ଟ କମାଣ୍ଡ ବ୍ୟବହାର କରିବାକୁ ପଡ଼ିବ। ଚାଲନ୍ତୁ ଜାଣିବା କିପରି। ଟାଇପ୍ କରନ୍ତୁ ଏକ୍ସପୋର୍ଟ ସ୍ପେସ୍ myVar ଇକ୍ୱାଲ୍ ଟୁ ଚିହ୍ନ ଲାୟନ୍। ଏଣ୍ଟର୍ ଦାବନ୍ତୁ। ଏବେ ଟାଇପ୍ କରନ୍ତୁ ଇକୋ ସ୍ପେସ୍ ଡଲାର ଚିହ୍ନ myVar। ଏଣ୍ଟର୍ ଦାବନ୍ତୁ। ଲାୟନ୍ ପ୍ରଦର୍ଶିତ ହେଲା। ଚାଲନ୍ତୁ ଆଉ ଗୋଟିଏ ସେଲ୍ କୁ ଯିବା। ଟାଇପ୍ କରନ୍ତୁ /bin/bash। ଏଣ୍ଟର୍ ଦାବନ୍ତୁ। ପ୍ରମ୍ପ୍ଟକୁ ଖାଲି କରିଦିଅନ୍ତୁ। ଏବେ ଟାଇପ୍ କରନ୍ତୁ ଇକୋ ସ୍ପେସ୍ ଡଲାର ଚିହ୍ନ myVar। ଲାୟନ୍ ପ୍ରଦର୍ଶିତ ହେଲା। ଏହାର କାରଣ ହେଉଛି ଆମେ ଏକ୍ସପୋର୍ଟ କମାଣ୍ଡ ବ୍ୟବହାର କରି ଭେରିଏବଲ୍ myVar କୁ ଗ୍ଲୋବାଲି ଘୋଷିତ କରିଛେ। ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ। ସଂକ୍ଷିପ୍ତରେ ସ୍ଲାଇଡ୍ସକୁ ଫେରି ଆସନ୍ତୁ। ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ। ଗ୍ଲୋବିଂ ଏକ୍ସପୋର୍ଟ କମାଣ୍ଡ। ଏକ ଆସାଇନମେଣ୍ଟ ଭାବେ ଗ୍ଲୋବିଂ ଅନ୍ତର୍ଗତ ସମସ୍ତ ଆଲୋଚିତ କାର୍ଯ୍ୟ କରିବା ପାଇଁ ଏକ ବାଶ୍ ସ୍କ୍ରିପ୍ଟ ଲେଖନ୍ତୁ। ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ। ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ। ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି। ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି। ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର ପ୍ରୋଜେକ୍ଟର ଏକ ଅଂଶ। ଏହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ ଦ୍ୱାରା ସମର୍ଥିତ। ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ। IIT ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି। ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ।